ପାଖରେ ମାନେ ପାଣିଟା ଗାଧୋଇବା ପାଇଁ ବହୁତ ସୁବିଧା ଲୋକକୁ। ଭାଇ ଏଇ ଜାଗାର ଭିଡ଼ିଓ କରିବା ପାଇଁ ଆହୁରି ପ୍ରବଳ ଲୋକେସନ୍ ଜାଗା ଅଛି। ତ ବ୍ଲଗ୍ଟା ବନଉଥିଲି ଏଇ ବନ୍ଧରେ କେତେ ପାଣି ହେଇଛି ଦେଖ। ନମସ୍କାର, ହର ହର ମହାଦେବ। ଆଜି ଗୋଟେ ଠାକୁରଙ୍କ ଜାଗାରେ ପହଞ୍ଚି ଯାଇଛି। ତ ଏଇ ଠାକୁରଙ୍କ ଜାଗାର ମୁଁ ଗୋଟେ ଭିଡ଼ିଓ ବି କରି ସାରିଛି। ତ ଗୋଟେ ନାହିଁ ଦୁଇଟା ଭାଇ 2-3ଟା ଖଣ୍ଡେ କରିଛି। ତ ଆଉ ଗୋଟେ କରିବା ପାଇଁ ଯାଉଛି, ତୁମମାନଙ୍କୁ ଦେଖେଇବି। ତ କ'ଣ ପାଇଁ ବ୍ଲଗ୍ଟା ବନାଉଛି, ତ ଦୁସରି ବ୍ଲଗ୍ରେ ତୁମମାନେ ଦେଖିଥିବ ଏଇ ବନ୍ଧଟାରେ ପାଣି ନଥିଲା। ତ ଦେଖ କୋଳିଆ ପାଣି ମାନେ ଉମୁଟୁମୁ ପ୍ରାୟ କେତେ ପାଣି ଦେଖ ଭାଇ। ପ୍ରବଳ ବର୍ଷା ଯେଉଁ ହେଇଛି ପ୍ରବଳ ପାଣି ହେଇଛି ଦେଖିପାରୁଥିବ। ତ ତାହେଲେ ପାଖକୁ ଯିବା ଟିକେ ଦେଖିବା। ତ ଦେଖିପାରୁଥିବ କୋଳିଆ ପାଣି ମାନେ। ତ ତୁମମାନଙ୍କୁ ଦେଖାଇଥିଲି ଦୁସରି ବ୍ଲଗ୍ରେ ପାଣି ନଥିଲା, ମାନେ ବନ୍ଧଟା ଖୋଳା ଚାଲିଥିଲା। ତ ଏଇ ବ୍ଲକ୍ରେ ଦେଖିଦିଅ କେତେ ପାଣି ମାନେ। ତ ଆମେ ଯେଉଁ ଗାଧେଇନି ଏପଟେ ପଳଉ ଦେଖ କେତେ ପାଖରେ ମାନେ ପାଣିଟା ଗାଧୋଇବା ପାଇଁ ବହୁତ ସୁବିଧା ଲୋକକୁ। ତ ଯେଉଁ ଭାଇମାନେ ଦର୍ଶନ କରିବା ପାଇଁ ଚାହୁଁଥିବେ, ଏଇଟା ଗୋଟେ ଠାକୁରଙ୍କର ମାନେ ଜାଗା। ତ ଯେଉଁ ଭାଇମାନେ ଦର୍ଶନ କରିବା ପାଇଁ ଚାହୁଁଥିବେ ଆସିବେ। ତ ଏମିତି ଲୋକେସନ୍ଟା ବି ପାଇବେ। ବନ୍ଧରେ ଗାଧୋଇବା ପାଇଁ ସୁବିଧା ବି ଅଛି। ତ ଗାଧେଇନି ଠାକୁରଙ୍କ ସେପଟେ ମନ୍ଦିରଟା ଯେମିତି ଦେଖିପାରୁଥିବେ, ମାନେ ଏପଟେ ମନ୍ଦିରଟା ସେପଟେ ଅଛି ପଥର ଆରପଟେ। ମାନେ ଏପଟେ ଯାଇଛି ରାସ୍ତାଟା, ଏପଟେ ପଛପଟଟା। ତ ଆଗ ପଟଟା ସେପଟେ ତୁମକୁ ଦୁସରି ବ୍ଲକ୍ରେ ବି ଦେଖେଇଥିଲି। ତ ଏପଟ ପଛଟା ଦେଖ କେମିତି ମାନେ ରାସ୍ତାଟା। ତ ଏଇ ରାସ୍ତାରେ ବି ତୁମକୁ ନେଇଥିଲି ଦେଖ, ଏମିତି କିଛି ଯାଇଛି ଭିତରକୁ ଯିବେ। ତ ବନ୍ଧରେ ତୁମକୁ ଦେଖେଇଥିଲି ଏଇ ବ୍ଲଗ୍ଟା ବନଉଥିଲି ଏଇ ବନ୍ଧରେ କେତେ ପାଣି ହେଇଛି ଦେଖ ଭାଇ। ଦେଖ ଲୋକେସନ୍ଟା। ତ ଇଏ ଗୋଟେ ରହସ୍ୟ ଜାଗାମୟୀ ମନ୍ଦିର। ତ ଏଇ ମନ୍ଦିରକୁ ଆସିବେ ଯେଉଁ ଭାଇମାନେ ଦର୍ଶନ କରିବା ପାଇଁ, ମା' ମାଉସୀ ଭଉଣୀମାନେ ଚାହୁଁଥିବେ ଆସିବେ। ତ ଭଲ ଜାଗାଟା, ବହୁତ ସୁନ୍ଦର ଜାଗାଟା। ତ ଦେଖିପାରୁଥିବେ ଏପଟେ ଲୋକେସନ୍ଟା ଦେଖ କେଉଁ ଭଳିଆ ମାନେ ବିୟୁଟିଫୁଲ୍ ଜାଗାଟା ଭାଇ। ଆସିଲେ ତୁମମାନେ ଥରେ ଜାଣିବ ଭାଇ। କ୍ୟାମେରାରେ ଭଲ ଆସୁନଥିବ, ହେଲେ ତୁମେ ରିଏଲ୍ ଦେଖିବ ଜାଗାଟା ବହୁତ ସୁନ୍ଦର ଦିଶୁଛି। ତ ଏମିତି କିଛି ଅଛି ଆଉ ଜାଗାର। ଆଉ ସବୁ ନାଟିନି ଘର ଠାକୁରଙ୍କ ପାଇଁ ହେଇଯାଉଛି ଦେଖ। ସବୁ ସୁବିଧା ହେଇ ତୁମମାନେ ବି ଆସିଲେ ସବୁ ସୁବିଧା ଭାଇ ଦର୍ଶନ କରିବେ ସବୁ କିଛି। ତ ଯେମିତି ଦେଖିପାରୁଥିବେ ଭାଇମାନେ, ଏଇଟା ପଛ ବାଟ ଏଣ୍ଟ୍ରିଟା। ତ ଦେଖ ଲୋକେସନ୍ଟା କେଉଁ ଭଳିଆ ହେଇଛି, ବହୁତ ସୁନ୍ଦର ଲାଗୁଛି ଭାଇ ଭିତରକୁ। ତୁମମାନଙ୍କୁ ତ ଦୁସରି ବ୍ଲକ୍ରେ ଦେଖେଇଥିଲି। ତ କାହିଁକିନା ଏବେ ଯାଇ ହେବନି, କାହିଁକିନା ଏବେ ସନ୍ଧ୍ୟା ଟାଇମ୍। ତ କାହିଁକିନା ଆମେ ସବୁ ଖାଇ ଦେଇଛୁ ଭାତ। ତ ଠାକୁର କୋଠିକି ଯାଇପାରିବୁନି ଭାଇ। ତ ଏମିତି କିଛି ଏ ଜାଗାର ଭିଉ। ତୁମମାନଙ୍କୁ ତ ଦିନ ଦେଖେଇଦେଲି ରାସ୍ତାଟା ସେପଟେ ଅଛି ଦେଖ ସେପଟେ ଭାଇ। ଏଇ ଜାଗାର ଭିଡ଼ିଓ କରିବା ପାଇଁ ଆହୁରି ପ୍ରବଳ ଲୋକେସନ୍ ଜାଗା ଅଛି। ତ ମୁଁ କରିପାରିନି, ତୁମମାନଙ୍କୁ ଦେଖେଇ ପାରିନି। ତ ମୁଁ ବାସ୍ ଖାଲି ଏତିକି ତୁମମାନଙ୍କୁ ଦେଖାଉଛି। ତ ଆହୁରି ଲୋକେସନ୍ ଜାଗା ପ୍ରବଳ ସେପଟେ ଅଛି ଭାଇ। ସେପଟେ ଦେଖିପାରୁଥିବେ ତ, ସେପଟେ ଏରିଆଟା ପ୍ରବଳ ଲୋକେସନ୍ ଜାଗା। ତ ବଢ଼ିଆ ଭାଇ ଅଛି ମନ୍ଦିରଟା ଦେଖିବା ପାଇଁ, ବହୁତ ସୁନ୍ଦର ଲାଗୁଛି। ତ କ'ଣ ଯେଉଁ ସୁନ୍ଦର ଲାଗୁଛି କହିଲେ ଭାଇ, ପଥର ଗୁଡ଼ାକ ଅଛି ଯେ ମାନେ ବହୁତ ସୁନ୍ଦର ଲାଗୁଛି। ତ ତୁମମାନେ କେବେ ଆସିବ ଏଇ ଜାଗାକୁ। ତ ଜାଗାଟା ନାଁ କହିଦେଉଛି, ଢେଙ୍କାନାଳ ଜିଲ୍ଲାରେ ଯାଉଛି। ମାନେ ଢେଙ୍କାନାଳ ଜିଲ୍ଲା କୁମୁସି ଗାଁରେ ଏଇ ମନ୍ଦିରଟା ଯାଉଛି। ତ ତୁମମାନେ ଆସିବ କେବେ ଭାଇ। ଆହୁରି ତୁମମାନଙ୍କୁ ଆଗକୁ ଭିଡ଼ିଓ କରିକି ଦେଖେଇବି। ତ ପ୍ରବଳ ଲୋକେସନ୍ ଜାଗା ଅଛି, ସେପଟକୁ ଯିବି କେବେ ଦେଖେଇବି। ତ ମୋତେ ଟାଇମ୍ ହେଲେ ତ ଭାଇ ଆସିବ ଏ ଜାଗାକୁ। ଏଇ ଗାଁର ନାଁ ହେଉଛି କୁମୁସି। ଏଇ କୁମୁସିରେ ଜାଗାରେ ମାନେ ମନ୍ଦିରଟି ହେଇଛି। ତ ଜାଗାଟିର ନାଁ ହେଉଛି ଜମ୍ବେଶ୍ୱର ମନ୍ଦିର। ତ କେବେ ଆସିବେ, ଏମିତି କିଛି ଆଉ। ତ ଆଜି ପାଇଁ ରହୁଛି। ହର ହର ମହାଦେବ।